ହ୍ୟାଲୋ ନମସ୍କାର ସାଙ୍ଗମାନେ ଜୟ ଜଗନ୍ନାଥ। ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ହେଲ୍ପଫୁଲ୍ ହେବ, ତ ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, କ'ଣ ଖାଇଲେ ଗଳା ଯନ୍ତ୍ରଣା ଓ ଥଣ୍ଡା ଠିକ୍ ହୋଇଯାଏ? ଅପସନ୍ ଏ ଚିନି, ଅପସନ୍ ବି ମହୁ, ଅପସନ୍ ସି ଜୁଆଣି, ଅପସନ୍ ଡି ଡାଲଚିନି। ସଠିକ୍ ଉତ୍ତର ହେଉଛି ଅପସନ୍ ବି ମହୁ। ନେକ୍ସଟ କ୍ୱେଶ୍ଚିନ୍, ଅଧିକ ଗାଜର ଖାଇଲେ କେଉଁ ଅଙ୍ଗ ସୁସ୍ଥ ରହେ? ଅପସନ୍ ଏ ଆଖି, ଅପସନ୍ ବି ଲିଭର, ଅପସନ୍ ସି କିଡନୀ, ଅପସନ୍ ଡି ଫୁସଫୁସ୍। ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଆଖି। ନେକ୍ସଟ କ୍ୱେଶ୍ଚିନ୍, ପ୍ରତିଦିନ ସକାଳେ କେଉଁ ପତ୍ର ଖାଇଲେ ହାର୍ଟ ଓ କିଡନୀ ସୁସ୍ଥ ରହେ? ଅପସନ୍ ଏ ଲେମ୍ବୁ ପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି ପୁଦିନା ପତ୍ର, ଅପସନ୍ ଡି କଡ଼ି ପତ୍ର। ସଠିକ୍ ଉତ୍ତର ହେଉଛି ଅପସନ୍ ଡି କଡ଼ି ପତ୍ର। ନେକ୍ସଟ କ୍ୱେଶ୍ଚିନ୍, ଅଧିକ ମଦ୍ୟପାନ କରିଲେ କେଉଁ ଅଙ୍ଗ ଖରାପ ହୁଏ? ଅପସନ୍ ଏ ହାର୍ଟ, ଅପସନ୍ ବି ଲିଭର, ଅପସନ୍ ସି କିଡନୀ, ଅପସନ୍ ଡି ଫୁସଫୁସ୍। ସଠିକ୍ ଉତ୍ତର ହେଉଛି ଅପସନ୍ ବି ଲିଭର। ନେକ୍ସଟ କ୍ୱେଶ୍ଚିନ୍, ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ କ'ଣ ଖାଇବା ଉଚିତ? ଅପସନ୍ ଏ ଅଦା, ଅପସନ୍ ବି ଗୁଡ଼, ଅପସନ୍ ସି ରସୁଣ, ଅପସନ୍ ଡି ପିଆଜ। ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପିଆଜ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଫଳ ଖାଇଲେ ଶରୀର ସୁସ୍ଥ ରହେ? ଅପସନ୍ ଏ ସେଓ, ଅପସନ୍ ବି ଅଙ୍ଗୁର, ଅପସନ୍ ସି ଡାଳିମ୍ବ, ଅପସନ୍ ଡି ସବୁ। ସଠିକ୍ ଉତ୍ତର ହେଉଛି ଅପସନ୍ ଡି ସବୁ, ସେଓ, ଅଙ୍ଗୁର ଏବଂ ଡାଳିମ୍ବ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଖାଦ୍ୟରେ କ୍ୟାଲସିୟମ ବେଶୀ ଥାଏ? ଅପସନ୍ ଏ ଅଙ୍ଗୁର, ଅପସନ୍ ବି କଦଳୀ, ଅପସନ୍ ସି ଆମ୍ବ, ଅପସନ୍ ଡି ପାଣି ଫଳ। ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପାଣି ଫଳ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ଖାଦ୍ୟ ଖାଇଲେ ସ୍ମୃତି ଶକ୍ତି ବଢ଼େ? ଅପସନ୍ ଏ କ୍ଷୀର, ଅପସନ୍ ବି ମହୁ, ଅପସନ୍ ସି ଘିଅ, ଅପସନ୍ ଡି ଦହି। ସଠିକ୍ ଉତ୍ତର ହେଉଛି ଅପସନ୍ ଏ କ୍ଷୀର। ନେକ୍ସଟ କ୍ୱେଶ୍ଚିନ୍, ବାରମ୍ବାର ପେଟ ଖରାପ ହେଲେ କ'ଣ ଖାଇଲେ ଆରାମ ମିଳେ? ଅପସନ୍ ଏ ମହୁ, ଅପସନ୍ ବି ଦହି, ଅପସନ୍ ସି କଦଳୀ, ଅପସନ୍ ଡି ଭୁଜା ଚଣା। ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଭୁଜା ଚଣା। ନେକ୍ସଟ କ୍ୱେଶ୍ଚିନ୍, ସକାଳେ ଖାଲି ପେଟରେ କ'ଣ ପିଇଲେ ପେଟ ସମସ୍ୟା ଦୂର ହୁଏ? ଅପସନ୍ ଏ ଜିରା ପାଣି, ଅପସନ୍ ବି ଲେମ୍ବୁ ପାଣି, ଅପସନ୍ ସି ମେଥି ପାଣି, ଅପସନ୍ ଡି ଗରମ ଲେମ୍ବୁ ପାଣି। ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଗରମ ଲେମ୍ବୁ ପାଣି। ହ୍ୟାଲୋ ସାଙ୍ଗମାନେ, ଭିଡ଼ିଓଟି ଆମର ଶେଷ ହୋଇଯାଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସେୟାର କରିବେ ଏବଂ ସବସ୍କ୍ରାଇବ୍ ମଧ୍ୟ କରିବେ। ତ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ରହୁଛି ଏତିକି, ଜୟ ଜଗନ୍ନାଥ।